ନମସ୍କାର ଦର୍ଶକ ବନ୍ଧୁ। ଆପଣମାନେ ଜାଣିଛନ୍ତି 24 ତାରିଖରେ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଅଛି। ଏଇ ଯେଉଁ ଟଙ୍କାଟି ମିଳିବ କେଉଁମାନଙ୍କୁ ମିଳିବ, ଏଇଟା ବହୁତ ଲୋକଙ୍କର ମନରେ ଡାଉଟ୍ ଅଛି। କୋଶ୍ଚିନ୍ ମଧ୍ୟ ମୋ କତିକି ଆସୁଛି ଯେ କେଉଁମାନଙ୍କର ଏଇ 24ରେ ଟଙ୍କା ମିଳିବ। ତ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖନ୍ତୁ ଏବଂ ଜାଣି ରଖନ୍ତୁ ଯେ କେମିତି ଏବଂ କେଉଁ ଲୋକଙ୍କୁ ମିଳିବ। ପ୍ରଥମେ ଯଦି ମୋ ଚ୍ୟାନେଲକୁ ନୂଆ ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ ବଟନ୍ଟି ଦବାନ୍ତୁ ଏବଂ ବେଲ୍ ଆଇକନ୍ଟି ଅନ୍ କରି ରଖନ୍ତୁ। ଚାଲନ୍ତୁ ଆଜି ସମ୍ପୂର୍ଣ୍ଣ ଭିଡ଼ିଓ ଆରମ୍ଭ କରିବା ଏବଂ ଜାଣିବା ଯେ କେଉଁମାନଙ୍କୁ ଏ 24ରେ ଟଙ୍କାଟି ମିଳିବ। 5,000 ଟଙ୍କା ଯେଉଁ ତୃତୀୟ ପର୍ଯ୍ୟାୟର ଟଙ୍କା 24 ତାରିଖରେ ମିଳିବାକୁ ଯାଉଛି, କେଉଁମାନଙ୍କୁ ମିଳିବ। ତ ପ୍ରଥମ କଥା ହେଉଛି ଯେ ସରକାର କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହୁଛନ୍ତି ଯେ ଯେଉଁମାନଙ୍କର ଗୋଟିଏ ମୋବାଇଲ ଗୋଟିଏ ଆକାଉଣ୍ଟ ସହିତ ଲିଙ୍କ ହେଇଥିବ ସେଇମାନଙ୍କୁ ହିଁ ଟଙ୍କା ମିଳିବ। ଏଇ କଥାର ଅର୍ଥ ହେଉଛି ଯେ ଗୋଟିଏ ଲୋକର ଗୋଟିଏ ଆକାଉଣ୍ଟ ଥିବା ଦରକାର ନା, ସମ୍ପୂର୍ଣ୍ଣ ଭୁଲ। ସେ କହିବାର କଥା ହେଉଛି ଯେ ଗୋଟିଏ ଆକାଉଣ୍ଟ ଯଦି ଲିଙ୍କ ଅଛି, ଆପଣମାନେ ଗୋଟିଏ ବ୍ୟାଙ୍କରେ ଦେଖିବେ ବିଭିନ୍ନ ପ୍ରକାର ନମ୍ବର ଚେଞ୍ଜ କରିଥିବେ, ସେ ନମ୍ବର ରହିଯାଇଥିବ। ତ ସେ ନମ୍ବର ଗୁଡ଼ିକ କାଟି ଦିଅନ୍ତୁ, ଗୋଟିଏ ନମ୍ବର ଗୋଟିଏ ଆକାଉଣ୍ଟରେ ଲିଙ୍କ ରଖନ୍ତୁ ଏବଂ ଆଧାର EKYC କରି ରଖନ୍ତୁ। ଏବଂ ଯଦି ଦେଖୁଛନ୍ତି ଆପଣମାନଙ୍କର DBT ଲିଙ୍କ ଅଛି ବା ଆଧାର ଯେତେବେଳେ ଚେକ୍ କରୁଛନ୍ତି ବ୍ୟାଙ୍କ ଆକାଉଣ୍ଟ DBT ଲିଙ୍କ ଅଛି, ତ ଆପଣମାନେ ପଇସା ପାଇବାର ହକଦାର ଅଛି। ତ ଜାଣନ୍ତୁ କେଉଁମାନେ ଏଇ ଟଙ୍କାଟି ପାଇବେ, ସମ୍ପୂର୍ଣ୍ଣ ଟଙ୍କାଟି କେଉଁମାନେ ପାଇବେ। ତ ଯେତେବେଳେ ଆମେ ଚେକ୍ କରୁଛେ, ଆମେମାନେ ଏଇଠି ଚେକ୍ କରୁଛେ ଆମର ସ୍ଥିତି, ସେତେବେଳେ କ'ଣ ଦେଖୁଛେ ନା ଚେକ୍ କଲାବେଳେ ଦେଖୁଛନ୍ତି ଯେତେବେଳେ ଆଧାର ନମ୍ବର OTP ଦେଇ ଆମେ ଚେକ୍ କରୁଛେ, ଚେକ୍ କଲାବେଳେ ଆପଣମାନେ ଦେଖୁଥିବେ, ମୁଁ ଏଠି ଲଗେଇ ଦେଉଛି। ତ ଦେଖନ୍ତୁ ମୁଁ ଏଠି ଲଗେଇ ଦେଇଛି, ଆପଣ ଦେଖିପାରୁଥିବେ ଯେ ଏଠି EKYCର ସ୍ଥିତି କ'ଣ ଅଛି ନା EKYCର ସ୍ଥିତି ଅଛି ପେଣ୍ଡିଂ, EKYC ପ୍ରକାର ଅଛି କିଛି ନଥିବ ଆପଣମାନଙ୍କର, ଆଉ ସ୍ୱୀକୃତି ସ୍ଥିତି ଅଛି ଅଣ୍ଡର ପ୍ରୋସେସ୍। ତା ଅର୍ଥ ଆପଣମାନଙ୍କ ଟଙ୍କା ଏଇ 24 ତାରିଖରେ ମିଳିବ ନାହିଁ। ପୁଣି ଆଉ ଗୋଟିଏ ଦେଖାଉଛି ଯେ EKYC ସ୍ଥିତି ଅଛି ଆପ୍ରୁଭ୍, EKYC ପ୍ରକାର ଅଛି ବାୟୋମେଟ୍ରିକ୍, ଆଉ ସ୍ୱୀକୃତି ସ୍ଥିତି ଅଛି ଅଣ୍ଡର ପ୍ରୋସେସ୍। ଇଏ ଗୋଟିଏ ପ୍ରକାରର ଷ୍ଟାଟସ୍ ଆପଣମାନଙ୍କୁ ଦେଖାଉଛି। ତ ମନେ ରଖନ୍ତୁ, ଏଇ ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଦ୍ୱିତୀୟ ପ୍ରକାର ଯଦି ଦେଖାଉଛି ଷ୍ଟାଟସ୍ EKYC ସ୍ଥିତି ଆପ୍ରୁଭ୍, EKYC ପ୍ରକାର ଆପଣଙ୍କର ବାୟୋମେଟ୍ରିକ୍ ହେଉ ବା OTP ହେଉ କିମ୍ବା ସ୍ୱୀକୃତି ସ୍ଥିତି ଯଦି ଆପଣମାନଙ୍କର ଦେଖାଉଛି ଅଣ୍ଡର ପ୍ରୋସେସ୍ କିମ୍ବା ଆପଣଙ୍କର ଦେଖାଉଛି ଅଣ୍ଡର ପ୍ରୋସେସ୍ ଦେଖାଉଥାଉ, ଅଣ୍ଡର ପ୍ରୋସେସ୍ ଦେଖାଇଲେ ବି ଆପଣମାନଙ୍କୁ ଟଙ୍କାଟି ମିଳିବ। ତ ମନେ ରଖନ୍ତୁ, ଏଇ ପ୍ରୋସେସ୍ଟି ଯଦି ଦେଖାଉଛି ଆପଣମାନଙ୍କୁ ନିଶ୍ଚୟ ଭାବରେ ଟଙ୍କା ମିଳିବ। ଆଉ ଗୋଟେ ଦେଖାଉଛି ଯେ ରିଜେକ୍ଟ ବୋଲି, ଏଇ ସ୍ୱୀକୃତି ସ୍ଥିତିଟି ଆପଣଙ୍କର ରିଜେକ୍ଟ ଦେଖାଉଛି, ଅର୍ଥାତ୍ ସେମାନଙ୍କର କଟିଯାଇଛି, ସେମାନେ ମିଳିବ ନାହିଁ। ତାଙ୍କ ପ୍ରତି 2,67,000ଙ୍କ ଯେଉଁ ଲୋକ ବାଦ ପଡ଼ିଛନ୍ତି ତାଙ୍କର ଭେରିଫିକେସନ୍ ଚାଲିଛି। ତ ସେଇ ଭେରିଫିକେସନ୍ ସରିଲା ପରେ ନିଶ୍ଚୟ ଭାବରେ ତାଙ୍କୁ ମିଳିବ। ତ ମନେ ରଖନ୍ତୁ, ଯଦି ଆପଣମାନେ ଏଇଭଳି ସ୍ଥିତି ଦେଖାଉଛି ତ 24ରେ ନିଶ୍ଚୟ ଭାବରେ ପାଇବେ ଟଙ୍କା। ଯେଉଁ ମିଳିବାକୁ ଯାଉଛି ଆପଣ ନିଶ୍ଚୟ ଭାବରେ ଟଙ୍କା ପାଇବେ 24 ତାରିଖରେ, ଯେଉଁ ସୁଭଦ୍ରା ଯୋଜନାର ଟଙ୍କା ମିଳିବାକୁ ଯାଉଅଛି। ତ ଆପଣମାନେ ନିଜେ ମଧ୍ୟ ଦେଖିପାରିବେ ଆବେଦନ ସ୍ଥିତି, ଆପଣଙ୍କର OTP ଦେଇ ଆଧାର ନମ୍ବର ଦେଇ ଜାଣିପାରିବେ। ତ ବିଶେଷ କିଛି ବିବ୍ରତ ହୁଅନ୍ତୁ ନାହିଁ, ନିଶ୍ଚୟ ଭାବରେ ଆପଣମାନେ ଟଙ୍କା ପାଇବେ। ଏଇ ଦ୍ୱିତୀୟ ନମ୍ବର ପଏଣ୍ଟ ମୁଁ ଯେଉଁ କହିଲି, ସେଇମାନଙ୍କର ଯଦି ଦେଖାଉଅଛି ଆପଣମାନଙ୍କର, ତ ନିଶ୍ଚୟ ଭାବରେ ପାଇବେ। ତ 24 ତାରିଖ ପରେ ପୁନର୍ବାର ମୁଁ କହିବି ଯେ କେଉଁମାନଙ୍କର ପୁଣି କଟିଲା ଏବଂ କେଉଁମାନଙ୍କର ପାଇବା। ତ ଯେଉଁମାନଙ୍କର ରିଜେକ୍ଟ ଲିଷ୍ଟ ଅଛି ସେମାନଙ୍କର ସେ ଲିଷ୍ଟରୁ କଟିକି ଧୀରେ ଧୀରେ ତାଙ୍କର ଅପଡ଼େଟ୍ ହେଉଛି, ସେଥିପାଇଁ ସେ ବେଳେବେଳେ ଶୋ କରୁନି ଆପଣଙ୍କ ରିଜେକ୍ଟ ଲିଷ୍ଟ ହେଉ ଷ୍ଟାଟସ୍ ହେଉ। ତ ଆପଣମାନେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ, ଅପେକ୍ଷା କରନ୍ତୁ 24 ତାରିଖ 12ଟା ପର୍ଯ୍ୟନ୍ତ କେଉଁମାନଙ୍କର ଟଙ୍କା ଆସୁଛି ଟଙ୍କା ଆସୁନାହିଁ। ରବିବାର ଯେହେତୁ ପଡ଼ୁଛି ଆପଣମାନେ ତ ବ୍ୟାଙ୍କକୁ ଯାଇପାରିବେ ନାହିଁ, ତ ନିଶ୍ଚୟ ଭାବରେ ଜନସେବା କେନ୍ଦ୍ର ଯାଇକି ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।